ସବୁବେଳେ ଧୈର୍ଯ୍ୟ ଧରନ୍ତୁ। ଆଉ ଯେଉଁମାନେ ଧୈର୍ଯ୍ୟ ଧରିଥାନ୍ତି ନା, ସେମାନେ ସବୁବେଳେ ଉନ୍ନତିର ଶୀର୍ଷରେ ପହଞ୍ଚିଥାନ୍ତି। ଆଉ ଯେଉଁମାନେ ମିଛକୁ ନିଜର ପାଥେୟ କରିଥାନ୍ତି ନା, ସେମାନେ ମିଛ ପରେ ମିଛ କହିଚାଲନ୍ତି, ପାପ ପରେ ପାପ ତାଙ୍କର ଅଧିକରୁ ଅଧିକତର ହୋଇ ଚାଲେ ଏବଂ ସେମାନଙ୍କ ଜୀବନରେ ଉନ୍ନତି ତ କେବେ ବି ହେବ ନାହିଁ, ଅବନତି ନିଶ୍ଚିତ ସୁନିଶ୍ଚିତ। ଆଉ ଆପଣ ଯଦି ସତ କହୁଛନ୍ତି ନା, ତାହେଲେ ବହୁତ ବିପଦ ଆସିବ, ବହୁତ କଷ୍ଟସାଧ୍ୟ ରାସ୍ତାକୁ ଆପଣଙ୍କୁ ଅତିକ୍ରମ କରିବା ପାଇଁ ପଡ଼ିବ। କିନ୍ତୁ ଧୈର୍ଯ୍ୟ ଧରିଥିଲେ ଆଉ ସତ୍ ପଥରେ ଥିଲେ ନା, ଆପଣ ନିଶ୍ଚିତ ଆପଣଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ। ଆଉ ଏ ଦିଗରେ ଭଗବାନ ଆପଣଙ୍କ ସହିତ ସବୁବେଳେ ଅଛନ୍ତି।